ସାଇକୋଲୋଜି କହିଥାଏ ଯେଉଁ ମହିଳାମାନେ ସପ୍ତାହରେ କମ୍ ସେ କମ୍ ଗୋଟେ ଥର ଘିଆ ଖାଇଥାନ୍ତି ତାଙ୍କର ପିରିୟଡ଼୍ସ ଅଧିକ ହୋଇଥାଏ ଓ ଏହି ସମୟରେ ମହିଳାମାନଙ୍କୁ ଅଧିକ ଘିଆ ଖାଇବାକୁ ଇଚ୍ଛା ହୋଇଥାଏ। ନମସ୍କାର ଦର୍ଶକ ବନ୍ଧୁ, ଓଡ଼ିଆ ରଙ୍ଗୀନ ଦୁନିଆ ଚ୍ୟାନେଲରେ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ଏମିତି ଏକ ଭିଡ଼ିଓ ଯାହା ଆପଣମାନେ ଜାଣିନଥିବେ। ଯଦି ଦେଖିଥିବେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବେ ଜଣାଇବେ। ଏବେ ଚାଲନ୍ତୁ ଫ୍ରେଣ୍ଡସ୍, ବିଳମ୍ବ ନକରି ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ମାତ୍ର 2 ଟଙ୍କାରେ ପୁଅମାନେ ନିଜର ଲିଙ୍ଗକୁ 2 ଇଞ୍ଚ ପର୍ଯ୍ୟନ୍ତ ଲମ୍ବା କରିବେ କେମିତି? ଏହାର ଉତ୍ତର ହେଉଛି ପ୍ରତିଦିନ 1 ମାସ ପର୍ଯ୍ୟନ୍ତ ନିଜ ମାଣ୍ଡ ଉପରେ ଲ୍ୟାପଟପ୍ ଅଏଲ୍ ଲଗାଇ ମାଲିସ କରିବା ଦ୍ୱାରା। ଅଧିକାଂଶ ଝିଅମାନେ ନିଜ ବୟଫ୍ରେଣ୍ଡ ସହିତ କେଉଁଭଳି କଥା ହେବାକୁ ଅଧିକ ପସନ୍ଦ କରିଥାନ୍ତି? ଏହାର ଉତ୍ତର ହେଉଛି ରାତିରେ ରୋମାଣ୍ଟିକ୍ ଭରା କଥା ହେବାକୁ ଅଧିକ ପସନ୍ଦ କରିଥାନ୍ତି। ଝିଅମାନେ କେତେବେଳେ ଦବାକେ ଘିଆ ଖାଇବାର ପୁରା ମଜା ନେବାକୁ ଲାଗିଯାଆନ୍ତି? ଏହାର ଉତ୍ତର ହେଉଛି ବିବାହ ପରେ ପରେ ମଜା ନେବାକୁ ଲାଗିଯାଆନ୍ତି। କେଉଁ ଦେଶରେ ସବୁ ଜାଗାରେ ବାବାଙ୍କ ନାମ ପରିବର୍ତ୍ତେ ମାଙ୍କ ନାମ ଦିଆଯାଇଥାଏ? ଏହାର ଉତ୍ତର ହେଉଛି ଜର୍ମାନୀ ଦେଶରେ। ସାଇକୋଲୋଜି କହିଥାଏ ସୁନ୍ଦରୀ ବୁଢ଼ୀ ମହିଳା ତାଙ୍କର ଅଶ୍ଳୀଳ ଇଶାରା ଓ ରୋମାଣ୍ଟିକ୍ କଥା କହିବାର ଅଭ୍ୟାସ ପୁଅମାନଙ୍କୁ ସେମାନଙ୍କୁ ଗେହିବା ପାଇଁ ପାଗଳ କରିଦେଇଥାଏ। ସାଇକୋଲୋଜି କହିଥାଏ 25 ବର୍ଷର ଝିଅମାନେ ମୁଖ୍ୟତଃ ନିଜର ଗୋଡ଼ ଉଠାଇ ଘିଆ ଖାଇବାକୁ ପସନ୍ଦ କରିଥାନ୍ତି। ସାଇକୋଲୋଜି କହିଥାଏ ପୁରୁଷମାନଙ୍କ ହସୁଥିବା ମହିଳା ଜଲ୍ଦି ଆଟ୍ରାକ୍ଟ କରିଥାଏ, କିନ୍ତୁ ଏହାର ଓଲଟା ମହିଳାମାନଙ୍କୁ ଏମିତି ପୁରୁଷ ଅଧିକ ପସନ୍ଦ ଆସିଥାଏ ଯେଉଁମାନେ କମ୍ ହସିଥାନ୍ତି। ଏଥିପାଇଁ ପୁରୁଷ ଧ୍ୟାନ ରଖନ୍ତୁ, ଯଦି ମହିଳାମାନଙ୍କୁ ଆଟ୍ରାକ୍ଟ କରିବା ପାଇଁ ଚାହୁଁଛନ୍ତି ତେବେ ନିଜ ମୁହଁରେ କମ୍ ହସ ରଖନ୍ତୁ।